आपण ମାନଙ୍କ ପାଇଁ ଏକ ନ୍ୟୁ ଟପିକ ବହୁତ ମଜାଦାର ଟପିକ ଯିବା। ଆମେ ଭାଗ୍ୟ ଉପରେ ବିଶ୍ୱାସ କରୁଛେ, ଆମେ ଯେହେତୁ ହିନ୍ଦୁ ଧର୍ମରେ ପରିଚାଳିତ ଆମ ଉପରେ ନ୍ୟୁମରୋଲୋଜି ବିଶ୍ୱାସ କରୁଛେ ବା ଆଷ୍ଟ୍ରୋଲୋଜି ବିଶ୍ୱାସ କରୁଛେ, ତାହା ବିଷୟରେ ଏକ ନ୍ୟୁ ଟପିକ୍ସ ଯୋଉଟା କି ବହୁତ ଭାଇରାଲ ହଉଛି ବିଭିନ୍ନ ପ୍ରକାର। ଆପଣ ନ୍ୟୁଜ ଶୁଣୁଛନ୍ତି, ଆପଣ ସକାଳୁ ଉଠିଲେ କିଏ କହିଦଉଛି ଯେ ରାତିରେ ଭଲ ସେ ରାତିରେ ଖରାପ। ଆମକୁ ଡିଟେଲ୍ସ ଆଜି ଡିସକସ କରିବା, ଆମ ନିଜ ନଲେଜ ଆମେ କେମିତି ପାଇବା ତା ବିଷୟରେ। ନ୍ୟୁମରୋଲୋଜି ଯୋଉମାନେ କରିଛନ୍ତି ନ୍ୟୁମରୋଲୋଜି କୋର୍ସ କମ୍ପ୍ଲିଟେଡ୍। ସୋ ଆଜି ଏକ ନୂଆ ଚାପ୍ଟର୍ସ ଯଦି ଭଲ ଲାଗିଥାଏ ଆପଣମାନଙ୍କୁ ସେୟାର କରିବେ ଭିଡ଼ିଓ, ଆପଣମାନଙ୍କୁ ଫାଣ୍ଡା ଉପରେ କ୍ଲିୟର ହବାକୁ ଟ୍ରାଏ କରିବି। ମୋର ଯଥେଷ୍ଟ ଯେତିକି ଯେତିକି ବି ନଲେଜ ଅଛି ତାକୁ ମୁଁ ଟ୍ରାଏ କରିବି ଆପଣଙ୍କ ପାଇଁ ଦେଖିବା ପାଇଁ, ବୁଝିବା ପାଇଁ। ଠିକ ଅଛି, ଷ୍ଟାର୍ଟ କରିବା ଆଜି ଚାପ୍ଟର୍ସ। ଦେଖନ୍ତୁ, ଯୋଉମାନେ ନ୍ୟୁମରୋଲୋଜି କଥା ଆପଣମାନେ କହୁଛନ୍ତି, ନ୍ୟୁମରୋଲୋଜିର ଆବଶ୍ୟକ ଅଛି ନିଶ୍ଚିତ ଭାବରେ। ଆମେ ଯଦି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରୁଛେ, ଆମେ ଗୋଟେ ଚାପ୍ଟର ନାଁ ଦେଇଛି। ଓକେ, ଦେଖନ୍ତୁ ଜାଣନ୍ତୁ ଆପଣଙ୍କ ଲକି ନମ୍ବର ସଂଖ୍ୟା କହିବ ଭାଗ୍ୟ। ନ୍ୟୁମରୋଲୋଜି ଲୁସୁ ଗ୍ରେଡ୍ସ କେମିତି କାଲକୁଲେଟ୍ସ হয়, ସେଥିରେ ଆମେ କେମିତି ଆମେ ଡେଟ୍ ଅଫ୍ ବାର୍ଥ ଦେଇ କାଲକୁଲେଟ୍ କରିବା, ଆମର ରାଜଯୋଗ ଅଛି କି ନାହିଁ, ଆମ ଭାଗ୍ୟରେ କଣ ଅଛି, ଆମେ କୋଉ ସେକ୍ଟରରେ କାମ କରିବା, ଆମେ ପଲିଟିକାଲ କରିବା କିମ୍ବା ଗଭର୍ଣ୍ଣମେଣ୍ଟ ଜବ୍ କରିବା, ପ୍ରାଇଭେଟ ଜବ୍ କରିବା କିମ୍ବା କୌଣସି ଟେକ୍ନୋଲୋଜିରେ କାମ କରିବା କିମ୍ବା ପ୍ଲେୟାର ହେଇପାରିବା। ଡିଫରେଣ୍ଟ ଟାଇପ୍ ଅଫ୍ ଆମ ଲାଇଫରେ ଆସେ। ତେଣୁ ଲାଇଫରେ ଆମକୁ ନ୍ୟୁମରୋଲୋଜି ନିହାତି ଜାଣିବା ଦରକାର। ନ୍ୟୁମରୋଲୋଜି ଅନୁସାରେ ଯଦି ଆମେ ଚୁଜ୍ କରିବା, ଆମର ଛୋଟ ପିଲାଙ୍କର ଭାଗ୍ୟ ବା କ୍ୟାରିୟରକୁ ଚୁଜ୍ କରିବା, ନିଶ୍ଚିତ ଭାବରେ ସକ୍ସେସ୍ ହେଇଯିବା। ଦେଖନ୍ତୁ, ଆମର ଯେମିତି ଆମେ ଡ୍ରାଇଭର ନମ୍ବର କଣ୍ଡକ୍ଟର ନମ୍ବର ତିଆରି ହେଇଥାଏ, କେମିତି ଆମେ ପାଉଛେ ତା ବିଷୟରେ ଆଜି ଆମେ ବହୁତ ଭଲ ଟପିକ୍ସ ତାକୁ ଆମେ ଜାଣିବା, ଟିକେ ନଲେଜ ନବା। ଜଣେ ଚାହିଁଲେ ସିମ୍ପଲ ଭାବରେ ଶିଖିପାରିବ, ମାନେ ଆପଣଙ୍କୁ କୋର୍ସ ଫି ଦବାକୁ ପଡିବନି। ୱିଦିଆଉଟ୍ କୋର୍ସ ଫିରେ ଶିଖନ୍ତୁ, ଜାଣନ୍ତୁ ଏ ଭିଡ଼ିଓ, କାହିଁକିନା ଆମକୁ କୋର୍ସ ଫି ଦେଇ ଶିଖିବାକୁ ପଡୁଛି। ଆପଣମାନେ ଫ୍ରିରେ ଶିଖିବେ। ଆପଣଙ୍କ ଲକି ନମ୍ବର କଣ, ଆପଣଙ୍କ ଲକି ଭାଗ୍ୟ କଣ, ଆପଣଙ୍କର କୋଉ ଡେ ଲକି, ଆପଣଙ୍କର କ୍ୟାରେକ୍ଟର କଣ, ସବୁ ଆପଣ ଜାଣିପାରିବେ। ତାହେଲେ ଆଜି ଆମେ ନ୍ୟୁମରୋଲୋଜି ବିଷୟରେ ଡିସ୍କସ କରିବା। ଓକେ, ଠିକ ଅଛି। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ଦେଖନ୍ତୁ, ଏଇଟା ଭେରିଲେଜେଣ୍ଟ ପ୍ଲେନ୍ସ ଯୋଉଟା ଲୁସୁ ଗ୍ରେଡ୍ସ ବା ଆଷ୍ଟ୍ରୋଲୋଜି ମାନେ ଲୁସୁ ଗ୍ରେଡ୍ କାଲକୁଲେଟ୍ କରିଥାନ୍ତି। ଆମକୁ ବୁଝିବାକୁ ଜାତକରେ ବହୁତ ଅସୁବିଧା ହେଇଥାଏ, ଆମେ ଜାଣିପାରୁନା। ଆମେ କୌଣସି ଆଷ୍ଟ୍ରୋଲୋଜି ଦେଖନ୍ତୁ, ଯେତେ ଆଷ୍ଟ୍ରୋଲୋଜି ପାଖକୁ ଯିବେ ଆପଣ ବିଭିନ୍ନ ପ୍ରକାର ମତ ବି ଶୁଣିବେ। ଆପଣ ଏଇ ଆଷ୍ଟ୍ରୋଲୋଜି ପାଖରେ ଏଇଟା ଅନେକ ଲ୍ୟାକ୍ ଅଫ୍ ନଲେଜ ହେଇପାରେ କିମ୍ବା କଣ ହେଇପାରେ, ସେଇଟା ମତେ ଜଣା ନାହିଁ। ତେଣୁ ତା ବିଷୟରେ ଆମେ କହିବାକୁ ବି ଚାହେଁନା। ତେଣୁ ବେସିକାଲି ଯଦି ନ୍ୟୁମରୋଲୋଜି ଫଲୋ କରିବେ ବହୁତ କିଛି ତଥ୍ୟ ବି ପାଇବେ। ଓକେ, ବହୁତ କିଛି, କାହିଁକିନା ଦେଖନ୍ତୁ ଆମର ଯୋଉ ପଞ୍ଜିକା ବା ପାଞ୍ଜି ଆସୁଛି, କୋହିନୂର ଭଳିଆ ଦେଖନ୍ତୁ, ଆମେ ବର୍ଷକ ଆଗରୁ କେମିତି ଅମାବାସ୍ୟା କୋଉଦିନ, ପୂର୍ଣ୍ଣମୀ କୋଉଦିନ ଡେଟ୍ ଅନୁସାରେ ହେଇଯାଉଛି ଆକ୍ଚୁଆଲି, ପୁଣି ସେଇ ଟାଇମରେ ହଉଛି ନା। ଯଦି ବର୍ଷକ ଆଗରୁ ସେମାନେ କାଲକୁଲେସନ କରି କହିପାରୁଛନ୍ତି, ବର୍ଷେ ଆଗରୁ ଏଇଆ ହବ, ଏଇ ସମୟରେ ଏଇଟା ପୂର୍ଣ୍ଣିମା ହବ, ଏଇ ସମୟରେ ଅମାବାସ୍ୟା ହବ, ଏଇ ଦିନ ପୂଜା ପଡିବ, ତାହେଲେ ସେ ଦେଖନ୍ତୁ, ଆମେ ତ ସେମାନେ କଣ ଆଉ ଚନ୍ଦ୍ର ଆଉ ସୂର୍ଯ୍ୟଙ୍କୁ ନିଶ୍ଚିତ ଭାବରେ ତାଙ୍କ ରିସର୍ଚ୍ଚ ଅଛି, ଆଉ ସେମାନେ ନ୍ୟୁମରୋଲୋଜି ଅନୁସାରେ ବହୁତ କିଛି କାଲକୁଲେସନ କରିକିନା ତାଙ୍କ ପାଖରେ ନଲେଜ ଅଛି, ସେ କହୁଛନ୍ତି। ତେଣୁ ଆମେ ଜାତକ ଦେଖଉଛେ ମ୍ୟାଟର ନୁହେଁ, ଜାତକ ଦେଖେଇବାଟା ଠିକ, କିନ୍ତୁ କେତେ ନଲେଜ ଅଛି ଜାତକ ଦେଖିବାରେ, କି ବିଭିନ୍ନ ପ୍ରକାର ମତ ଦଉଛନ୍ତି, ତା ଦ୍ୱାରା ଆପଣ ବି ମାନସିକ ଟେନସନ ବି ରହୁছে, ମାନସିକ ଚିନ୍ତା ଏମିତି କହିଲେ ସେ ନା ଏମିତି କହିଲେ, ସେ ଜିନିଷ ନବା ଆମକୁ ଡିଟେଲ। ସେଇଟା ନ୍ୟୁମରୋଲୋଜି ଦେଖନ୍ତୁ, ନ୍ୟୁମରୋଲୋଜି ଅନୁସାରେ ଲୁସି ଗ୍ରେଡ୍ସ ଆମର ଯେମିତି ସୂର୍ଯ୍ୟ ହେଲା, ଆମର ଶନି ହେଲା, ସୂର୍ଯ୍ୟ ହେଲା, ଶୁକ୍ର ହେଲା, ରାହୁ ହେଲା, ଗୁରୁ ହେଲା, ଯେମିତି ଅଛନ୍ତି। ଦେଖନ୍ତୁ, ଏଠି ଆମେ ପ୍ଲେନ୍ ହଉଛି 1 ପ୍ଲେନ୍, 2 ପ୍ଲେନ୍, 3 ପ୍ଲେନ୍ସ, 4 ପ୍ଲେନ୍, 5 ପ୍ଲେନ୍, 6 ପ୍ଲେନ୍ସ, 8ଟି ପ୍ଲେନ୍ସ। ଓକେ, এটা ବି ସିଲଭର ପ୍ଲେନ୍, ଏଟା ବି ସିଲଭର ପ୍ଲେନ୍। ଓକେ, ତାର କାମ କଣ 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 ସବୁ ତାକୁ ଆମେ ଡିଟେଲ୍ସ ଆଜି ଶୋ କରିବା। कौन कौन सीट में रखे हैं बहुत भलो भाবে देखो देखो न्यूमरोलॉजी चार्ट्स। अगर आपकी जन्म तिथि में भी वैसे 3 अंकों का कॉम्बिनेशन सफलता है। 3 अंक देखो, ମୁଁ ଆପଣ ଦେଖଉଥିଲି ସେଠି 8 ଅଛି। ଓକେ, 8 4 1 6 7 5 3 4 9 2। ଦେଖନ୍ତୁ 8 ହଉଛି
शनिंकर नंबर्स 1 हूँ सूर्यंकर 6 हूँ शुक्रंकर 3 हूँ बुधंकर 5 हूँ बुधंकर 3 हूँ गुरुंकर 7 हूँ केतुंकर 4 हूँ राहुंकर 9 हूँ मंगलंकर 2 हूँ चंद्रंकर डिटेल्स देखो आप कैलकुलेशन निजे भी करें निजे भी जानीपर आप बहुत इंपोर्टेंट टॉपिक वेरी इंपोर्टेंट टॉपिक्स आप निजे भी आ विषय जानीपर बढ़िया आपको लगे आप फ्यूचर जानीपर देखो न्यूमरोलॉजी कर सारे देखो जतक न देखले एजुकेटेड हूँ जहाँ भी हूँ आप लाइफ रे नंबर काम करुच्ची कि नहीं आप जानवे निश्चित भाव आप फ्यूचर को जान डिटेल्स मुझे how to calculate the numerology how to calculate the date of birth okay মনে କରନ୍ତୁ ଆପଣଙ୍କର ଆପଣ ବି କାଲକୁଲେଟ କରିବେ ଦେଖନ୍ତୁ ଆପଣ ବି ଜାଣିପାରିବେ ଆପଣ ବି ନିଜେ ଜାଣିପାରିବେ ଓକେ ମୁଁ କାଲକୁଲେଟ କରିକିନା ଆପଣଙ୍କୁ ଦେଖାଉଛି ବହୁତ ସିମ୍ପଲ ୱେରେ ଆମେ ୟାକୁ ଜାଣିବା ଓକେ ଲୁସୁ ଗ୍ରେଡକୁ ଜାଣନ୍ତୁ ଭଲ ଭାବରେ ଆପଣ ନିଜେ ବି ଜାଣିପାରିବେ ତାପରେ ଆସିଗଲା ଲୁସୁ ଗ୍ରେଡ ଆମେ ତିଆରି କରିଦେଲେ ମନେ କରନ୍ତୁ ଆମର ଡେଟ୍ ଅଫ ବାର୍ଥ ହଉଛି ମନେ କରନ୍ତୁ 101019196 ओके तो डेट ऑफ बर्थ हमें नेले ओके ताले हमें देखो से पिक्चर अनुसार मैं देखौछि मैं कोउरे कोन रखियो ओके एक एक ରହିବ କି ନାହିଁ ଦେଖି ତ ରଖ ଏମିତି ଆମେ ରଖିପାରିବା ନାହିଁ କାହିଁକି ନା ଆପଣ ଭାବେ ଫାଷ୍ଟ ଓର ରଖିଦେବି ଦେଇପାରିବ ନାହିଁ ଠିକ। ତାହେଲେ ଆମକୁ ବର୍ତ୍ତମାନ ଆମକୁ ଏଇଠିକି ଯିବାକୁ ପଡିବ ମନେକର ଏକ ଏକ 9 8 6 ତାହେଲେ କୋଉ ଘରେ ରହିବ ଏକ ର ଘର କୋଉଠି ଏକ 6 ର ଘର କୋଉଠି 6 9 ର ଘର କୋଉଠି 9 9 ଓକେ 8 ଘର କୋଉଠି 8 ଓକେ ଏକ 3 ଥର ରହୁଛି 3 टाइम्स ଏରকম ଆମେ ପ୍ରତ୍ୟେକ ସଜେ ତାପରେ ଆମେ କେମିତି କାଲକୁଲେଟ କରିବା କଣ କାଲକୁଲେଟ କରିବା ଆମେ ଏମିତି କାଲକୁଲେଟ କରିବା ଓକେ ଦେଖିବା ତ केमिति आमे डीएन कैलकुलेट करी ओके डीएन
ମୁଁ କେବେ ଦେଲା ପରେ ଆପଣଙ୍କୁ DN କାଲକୁଲେଟ କେମିତି ଆମେ ଦେଖିବା। DN DN कौन DN होती DN ओके DN DN कौन DN है लाटी 1 है ना फर्स्ट होच 1 not DNs ओके राइट एंड BN बार्थ नंबर 1 ओके तापर ड्राइवर नंबर बा ताको के कहते कंडक्टर नंबर ओके ओके से नंबर टा हम केमिति जानिया देखो 1 + 1 3 9 हेला 12 plus 8 20 plus 6 26 26 equal to 2 plus यदि हमें करिबा तो केते हला 8 8 सिंपल हमें दीटा नंबर पाइले ब्रैकेट भीतर लिखिबा 1 और 8 ओके एती हला डी बीएन आउ डीएन बा सीएन बा डीएन मीन ड्राइवर नंबर और सीएन मीन्स कंडक्टर ताको हमें कहिता हम लाइव ता ता विषय रे हम डिस्कस करी निश्चित आगु कोन डिस्कस करूचे सेव करूनी ओके ताहले हमको कौन पाइले देखो जदि भी मत हमको देखो प्लेन अच्छा एक थला 1 थला 6 थला 9 थला ओके ताहले व्हील प्लान प्लेन एक्टिवेटेड प्रैक्टिकल प्लान एक्टिवेटेड दीटा प्लेन जो आठटा प्लेन अच्छी दीटा प्लेन से लाइफ रे रोचे जीवन में दीटा प्लेन रोचे प्लेन रही काम कौन आम कौचे कौन जेको लाइफ रे जीवन में समस्त जीवन ये गोटे प्लेन ए 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 गोटे प्लेन एठू गोटे प्लेन एठू गोटे प्लेन आठटा प्लेन निश्चित भाव में लाइफ रे गोटे प्लेन रहा ये जो जातक आम देखते ये जातक शनि अच्छा सूर्य अच्छा शुक्र अच्छा बुध अच्छा मंगल अच्छा जो जो लोक मैंने कहते राजयोग लाइफ रे केमिति राजयोग आप अच्छी कि नहीं राजयोग आम जानवा दरकार जदि शनि सूर्य शुक्र रोचे लाइफ रे राजयोग नहीं जदि लाइफ रे आपनकर 5 नंबर टा आपन लाइफ रे रोनी तापर आपण अनस्टेबल रहिबे अनस्टेबल केबे लाइफ रे स्टेबल होई परिबे कारण बुद्ध आपको स्टेबल कराई थांते सब तेणु लाइफ रे पांचे आनिया को पड़ी जदि भी लाइफ रे जीवन रो डेट ऑफ बर्थ रे नाही मोबाइल नंबर आनी पारंती नेम करेक्शन करिया एबे नेम करेक्शन करिकिना आनी पारंती ए दिनसो आनिबा को पड़ी लाइफ रे आनिले जानी आपण स्टेबल है मोबाइल नंबर चेंज करि पारंती गोटे गोटे मोबाइल नंबर अछि आपण बहुत डिस्टर्बेंस करे मोबाइल नंबर ओके तेणु लाइफ रे आपको स्टेबल करिया पे नंबर आवश्यक अछि ताले फर्स्ट हमको विषय रे हमें जानिला हमको विषय रे जानिया आवश्यक अछि डिटेल्स देखंतु मु आपको बस देखंतु न्यूमरोलॉजी रो संख्या 1 रु 9 पर्यंत आपण जन्म तारीख किपर निजर लाइफ पाथ नंबर देखो लाइफ पाथ नंबर फर्स्ट होची आपण पूर्ण जन्म तारीख मिसई दबा जहा हबो सेटा हला लाइफ पाथ नंबर 34 बा लाइफ पाथ नंबर केते पाइले आपण सेकंड पाइलो बा जोटा को मु कहउथली डीएन बा कंडक्टर नंबर किंतु आपण तो बीएन पाइछन जन्म तारीख होची आपनकर एटा मनकर 17 7 एटा 17 8 नंबर 8 ओके 8 आपनकर जन्म तारीख 8 ताले देखो एक नंबर सूर्यंकर काम जो आम
ସେୟାରିଂ କରିଛି ଏଇଠି ଦେଖନ୍ତୁ ଏଇଠି ଜରୁରୀ ଦେଖିବା ଦରକାର। କାହିଁକି କହୁଛି କାହିଁକି କହିଲେ ରାଜଯୋଗର ଏଇ ପ୍ଲେନଟା ରାଜଯୋଗ ହେଇଥାଏ ବା ବହୁତ ଲାଇଫରେ ଆଚିଭ କରିଥାନ୍ତି ସେମାନେ ଦିଟା ପ୍ଲେନ। ଏକରେ ମୁଁ ଆପଣଙ୍କୁ କହୁଛି, ଏକ ହଉଛି ନେତୃତ୍ୱ କରୁଥିବା ବ୍ୟକ୍ତି, ଏକ ହଉଛି ସୂର୍ଯ୍ୟ। ସ୍ୱାଧୀନ ଆତ୍ମବିଶ୍ୱାସୀ ଲୋକଙ୍କୁ ଯିଏ 1 ତାରିଖ ଦିନ ଜନ୍ମ ହେଇଥାଏ ସାଧାରଣତଃ ସେ ସ୍ୱାଧୀନ ଆତ୍ମବିଶ୍ୱାସୀ ନିର୍ଣ୍ଣୟ ନେଇପାରୁଥିବା ଲୋକ, ଶକ୍ତି ନେତୃତ୍ୱ ଦେବା କ୍ଷମତା, ଦୁର୍ବଳତା କେବଳ ନିଜ ବିଷୟରେ ଚିନ୍ତା କରିପାରେ। ଓକେ, ଦୁଇରେ କିଏ ରହୁଛି ଦେଖନ୍ତୁ, 2 ନମ୍ବର ହଉଛି ଚନ୍ଦ୍ର। ତାଙ୍କର କ୍ୟାରେକ୍ଟର କଣ ଆପଣ ନିଜେ ବି କାଲକୁଲେସନ କରିପାରିବେ। ଓକେ, 2 ନମ୍ବର ଦେଖନ୍ତୁ ଏଠି ସମ୍ବେଦନଶୀଳ ମୌଳିକ ମଧୁର ସ୍ୱଭାବ। ଯୋଉ ଲୋକ ଯେକୌଣସି ପିଲା 2 ବା 2 ତାରିଖ ଦିନେ ଜନ୍ମ ହେଇଥାଏ ହେଲା, 2, 11 ମିଶିକିନା ଦିଟା ସଂଖ୍ୟା 2 ହଉଥିବ। ସମ୍ବେଦନଶୀଳ ମୌଳିକ ମଧୁର ସ୍ୱଭାବରେ ସେ ହେଇଥାନ୍ତି ସାଧାରଣତଃ। ଶକ୍ତି ମଧ୍ୟସ୍ଥ ଭୂମିକା ଭଲ, ଦୁର୍ବଳତା ଏଡ଼ାଇବା ଦ୍ୱନ୍ଦ୍ୱକୁ ଏଡ଼ାଇବାକୁ ଚେଷ୍ଟା କର। କୌଣସି ଯୁକ୍ତି ତର୍କ ଦ୍ୱନ୍ଦ୍ୱରେ ସେମାନେ ପଢିବାକୁ ଲାଇଫରେ ଚାହାନ୍ତି ଯୋଉମାନେ 2 ତାରିଖରେ ଜନ୍ମ ହେଇଥାନ୍ତି। ସେରକମ ଆମେ ଦେଖିବା 3 ହଉଛି ଗୁରୁ। ତାଙ୍କର କଣ କ୍ୟାରେକ୍ଟର, ଯଦି ଆମେ ଗୁରୁଙ୍କର ଦେଖିବା, ଓକେ, ରଙ୍ଗୀନ ବକ୍ତା ସମ୍ବେଦନଶୀଳ ଗୁରୁ। ରଙ୍ଗୀନ କଥା କହିବାର ବହୁତ ମାହିର, ଭାଷଣ ଦିଅନ୍ତି, ଶକ୍ତି ଅନୁଭୂତ ପ୍ରକାଶ କରିବେ, ଧ୍ୟାନ ଭଙ୍ଗ ହୁଏ, ଦୁର୍ବଳତା ଧ୍ୟାନ ଭଙ୍ଗ, ସେମାନେ ଧ୍ୟାନ କରିପାରନ୍ତିନି, ସ୍ଥିରତା ରହିପାରନ୍ତି। 4 ନମ୍ବରରେ କଣ ଦେଖିବା, ରାହୁଙ୍କର ନିର୍ମାଣ କରିଥିବା ଅନୁଶାସନ, ଗମ୍ଭୀର ବ୍ୟବହାର, ଅନୁଶାସନ କରିବେ, ବ୍ୟବହାର, ଦୃଢ ଆଧାର ଉପରେ କାମ କରନ୍ତି, ଦୁର୍ବଳତା ପରିବର୍ତ୍ତନକୁ ମନୋଗତ ଭାବେ ଗ୍ରହଣ କରେନି, ଯେକୌଣସି ପରିବର୍ତ୍ତନ ହୁଏ ମନ କିଛି ଗ୍ରହଣ କରିବେନି। ଏନେ ରାହୁ ଆପଣ ଜାଣିଛନ୍ତି, ରାହୁ ତ ସାଧାରଣତଃ ଗୋଟେ ମୁଣ୍ଡ, ମଣିଷର ଗଣ୍ଡି ନଥାଏ ହେଲା। ସେରକମ 5ରେ ଆମେ ଦେଖିବା, 5 ହଉଛନ୍ତି ବୁଧ। କାହିଁକି କହୁଥିଲି 5ରେ ଆବଶ୍ୟକତା ଅଛି ଲାଇଫରେ, ସ୍ୱାଧୀନତା ଅନ୍ୱେଷଣ ପ୍ରେମୀ ବ୍ୟକ୍ତି, ଆଜାଦ ଜିଜ୍ଞାସା ଉତ୍ସାହିତ, ଚ୍ୟାଲେଞ୍ଜର ଭିନ୍ନତାକୁ ଭଲ ପାଆନ୍ତି, ଅସ୍ଥିରତା ଅଧିକ ଥାଏ। ଅସ୍ଥିରତା ଅଧିକ ଥାଏ ମାନେ ସେ ସବୁବେଳେ ଭିନ୍ନତାକୁ ଭଲ ପାଆନ୍ତି, ଚ୍ୟାଲେଞ୍ଜ ମନେକର ଅପଡେଟ କିଛି ହେଲା ତା ସହିତ ସେ ତାଳ ମିଳେଇକିନା କାମ କରିବା। 6 ହଉଛି ଶୁକ୍ର, ପରିବାର ଦାୟିତ୍ୱ ଶକ୍ତିଶାଳୀ, ସେବାମୂଳକ, ଦୟାଳୁ, ଦାୟିତ୍ୱବୋଧ ଥିବା, ଶକ୍ତି ଘର ସମାଜ ପାଇଁ ଭଲ। 6 ଯାହାର ଥାଏ, ଦୁର୍ବଳତା ଅତ୍ୟଧିକ ନିୟନ୍ତ୍ରଣ ଦେଖାଯାଆନ୍ତି। ଓକେ, 7 ହଉଛି ଆପଣଙ୍କର କିଏ, କେତୁଙ୍କର କାମ କଣ, ଗଭୀର ଚିନ୍ତକ, ଗବେଷକ, ଆଧୁନିକ, ଶକ୍ତି ଆଧ୍ୟାତ୍ମିକ ଜ୍ଞାନ ଉପରେ ଧ୍ୟାନ, ଦୁର୍ବଳତା ଏକାକୀ ବୋଧ ଅଧିକ। ମୁଁ କହିଛି ନା 8 ହେଉଛି କଣ ଦେଖନ୍ତୁ, ଏଇଠି ଆମେ ଦେଖିବା 8 ବ୍ୟବସାୟୀ, ବୁଦ୍ଧିମାନ, ଶକ୍ତିଶାଳୀ, ଧନ ଉପାର୍ଜନ କ୍ଷମତା ରହିଥାଏ। କାହିଁକିନା ଶନିଙ୍କର ଲକ୍ଷଣ, ଶକ୍ତି, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ କାମ କରନ୍ତି, ଅତି ମ୍ୟାଟ୍ରିଆଲ୍ସ ଭାବ ଥାଏ, ମ୍ୟାଟ୍ରିଆଲିକ୍ସ। ଓକେ, 9 କଣ, 9 ହଉଛି ମଙ୍ଗଳ। ମଙ୍ଗଳର କାମ କଣ, ଦୟାଳୁ, ସାହିତ୍ୟ, କଳାପ୍ରେମୀ, ଅନ୍ୟମାନଙ୍କୁ ସହଯୋଗ କରେ, ଆତ୍ମସମର୍ପିତ, ଦାନଶୀଳ, ଦୁର୍ବଳତା ଭାବରେ ଜଡ଼ିତ ଥାଏ। ଦେଖନ୍ତୁ ଏ ଚାପ୍ଟର ଆପଣ ନିଶ୍ଚିତ ଭାବରେ ଜାଣିପାରିବେ ବା ଆପଣଙ୍କ ଲାଇଫରେ ଆପଣଙ୍କର ଇମ୍ପୋର୍ଟାନ୍ସ ହଉଛି ବିଏନ୍ ଆଉ କଣ୍ଡକ୍ଟର ବା ଡିଏନ୍ସ, ଏର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି। ଆମେ ଓଡ଼ିଆରେ ଜାଣିବା କେମିତି କଣ କାଲକୁଲେସନ କଲେ ଆମେ ସେ ବିଷୟରେ ଜାଣୁଛେ। ମାଷ୍ଟର ନମ୍ବର ହଉଛି ମାଷ୍ଟର ନମ୍ବର, ଯୋଉଟାକୁ ଭେରି ଇମ୍ପୋର୍ଟାଣ୍ଟ ମାଷ୍ଟର 1 ଯଦି ଆପଣଙ୍କ ସୁଗ୍ରେଡରେ ବାର 1 ଆସିଥିବେ, ଅନୁଭୂତିଶୀଳ, ଦୃଷ୍ଟି ବା ଅନ୍ୟମାନଙ୍କୁ ପ୍ରେରଣା ଦଉଥିବା ଲୋକ, ଏଜୁକେସନ ହେଇପାରେ, ଯେକୌଣସି ଜିନିଷ। 2 ଆସିଲେ ଭବିଷ୍ୟତ ଗଠନକାରୀ, ବହୁତ ଦୃଷ୍ଟି ଗୋଟେ ବ୍ୟକ୍ତି, ଶ୍ରେଷ୍ଠ ଶିକ୍ଷକ ବା ଯେ 3 ଯାହା ଭାଗ୍ୟରେ ଆସ୍ତବ ସୁଗ୍ରେଡରେ ଶ୍ରେଷ୍ଠ ଶିକ୍ଷକ ବା ହେଇଥାନ୍ତି, ସ୍ନେହ ଦୟା ଶିକ୍ଷା ପାଇଁ ଉତ୍ସର୍ଗ କରିବା ବ୍ୟକ୍ତି। ବର୍ତ୍ତମାନ ଏତିକି ଆମେ ସହିଲା। ଓକେ, ତାପରେ ଆମେ ଆସି ଆଞ୍ଜେଲ ନମ୍ବର, ଗୋଟେ ତ ଆଞ୍ଜେଲ ନମ୍ବର କଣ,
एंजल एंजल नंबर कहीं दरकार एंजल नंबर हूँ से नंबर जहाँ आप घंटा पर घंटा देखुं जेपरिक 111 आप बार बार चिंता कर 111 देखा 22 देखा 3 एगुड़ तो इनभर्स ब्रह्मांड आपको दे था देखो आप स्पिरिचुअल मेडिटेशन कर गोटे मंदिर को गले देखो आप लाइफ रे घरे रोचे गोटे मंदिर को गला माइंड परिवर्तन होती लाइफ रे सब मेडिटेशन आवश्यक अच्छी एस्ट्रोलोजी बा न्यूरोलोजी रे इफेक्ट निश्चित भाव आप जहाँ चाहिए आप भावुथे पिलाटे पाठ पढ़लानी बेकार होगा कहीं आगे तार जातक देखु तार डेट ऑफ बर्थ देखो तार ये पोजिशन अच्छा जातक गुरु अच्छा कि नहीं बुध अच्छा कि नहीं देखो समस्त तो जन्म होते सेम डेट बट लाइफ रे विभिन्न प्रकार लोग विभिन्न प्रकार सक्सेस हो पारते ताकू जानिया दरकार सक्सेस होगापी आप कैरेक्टर बाछिया दरकार आपण मन करतु ଆପଣ ଡିଫେନ୍ସରେ ଯେମିତି ମନେ କରନ୍ତୁ ଡିଫେନ୍ସରେ ଜବ୍ କରିବାକୁ ଚାହୁଁଛନ୍ତି ଲାଇଫରେ ମୁଁ କହୁଛି ପାଠ ପଢିଲା ଆପଣଙ୍କୁ ଯଦି ହାଇଟ୍ ନଥିବ ଆପଣଙ୍କ ଚେହେରା ନଥିବ ଆପଣଙ୍କୁ କେବେ ଡିଫେନ୍ସରେ ଜବ୍ ମିଳିବ କେବେ ମିଳିବ ଆପଣ ଜଣେ ଲେକ୍ଚରସିପ୍ ହେବାକୁ ଚାହୁଁଛନ୍ତି ଆପଣଙ୍କ ପାଖରେ ଯଦି ପେସେନ୍ସ ନଥିବ ପାଠ ପଢୁନଥିବେ ଯଦି ଆପଣ ସହନଶୀଳ ସତ୍ୟତା ନଥିବ ଆପଣ ବୁଝେଇ ପାରୁନଥିବେ ତାହେଲେ ଆପଣ ଲେକ୍ଚର ହବା ଇମ୍ପସିବଲ ଭଲ ଲେକ୍ଚର ହେଇପାରିବେନି সেরকম আপনার যদি গোটে সফটওয়্যার ইঞ্জিনিয়র আপনার দেখুন সমস্ত পারে কলা নথায় সমস্তে ছোটবেলে ড্রইং করে স্কুলে লাইফে ড্রইং করতে কিন্তু সমস্তে ভালো চিত্র আঁকি পারিবেনি সমস্তে কিছু কଳାକାର ହେଇପାରିବେନି ଓକେ ତେଣୁ ତା ପାଇଁ ଇନଭର୍ସ ଦେଇଥିବା ଲୋକ ଇନଭର୍ସ ଦେଇଥାଏ ଇନଭର୍ସ ଆପଣଙ୍କୁ ଗଡ୍ ଗିଫ୍ଟେଡ୍ ସେ ଗଡ୍ ଦେଇଥାନ୍ତି ସେଇ ଗଡ୍ ଅନୁସାରେ ଆମେ ଚାଲିଥାଉ ଆମ ଲାଇଫରେ ବି ଯାହା ଘଟୁଥାଏ ସେ ଈଶ୍ୱରଙ୍କ ଇଚ୍ଛାରେ ଆମେ ଚାହିଁଲେ କିଛି କରିପାରିବେ ଆମେ ଚାହିଁଲେ କିଛି କରିପାରିବେ ସବୁ ସେଇ ଈଶ୍ୱରଙ୍କ ଇଚ୍ଛା ତେଣୁ एंजल नंबर देखो एक आपन चिंता इच्छा पूर्ण होची एक बार बार 1 1 देखा तुम मन आकर्षण शक्ति जागृत होती धनात्मक भाव रख नुआ आरंभ ये आपन सचेतनता अछि 2 2 देले कोन आपन सचेतन एंजल नंबर आगो कोन नुआ चैप्टर आनी विश्वास रख सब ठीक है जब आप बार बार टू टू देखा आप अनुभव कर मेडिटेशन करूँ आप गोटे निर स्थान में आप इवनिंग समय चिंता करूँ मेडिटेशन कले जाकर ये ध्यान कहीं आम एत व्यस्तता भितर लाइफ रे रोचे मेडिटेशन के करने आमको किसी ठोरे आम जानी भी पारे यदि मेडिटेशन करवा आम जमी देवदूत मैंने अच्छा आम देवता मान को डाकुच बट माने आम कह देवता शुणते कौन निश्चित भाव में यदि चंद्र सूर्य आम शरीर पंचभूत पानी पवन निया माटी यदि आम पंचभूत आम शरीर तैयारी नहीं तो आम शरीर किसी आम भगवान को जब निष्ठापर सहित डाकुचे से निश्चित आमको शुणे तेणु से आमको इनभर्स विश्वास करने दरकार देखो जब इनभर्स 100% विश्वास कर कम कर आम जहाँ चाहिए से भगवान इच्छा जहाँ से आम चाहूचे भले रही के भले रही भगवान चाहते भल देखो से जड़े पाठ पढ़ी से भल चाकरी कर चाकरी कर खेल भल खेल खेल तेणु भगवान को आशीर्वाद रहा दरकार भगवान की इच्छा किसी असंभव काम भी संभव देखो नंबर 2 विश्वास सब ठीक है संपर्क काम निष्ठा में सहयोग अच्छी सांत्वना दि जाऊँगी धैर्य द्वारा 3 तुम स्पिरिचुअल गाइड तुम सहित अच्छा पढ़ाते विभिन्न प्रकार नंबर्स अच्छे से नंबर वर्क करते हैं लाइफ में कारण आम डीएन शिखले केमी आम बार्थ नंबर कैलकुलेट करवा केमी डीएन कैलकुलेट कर आम लाइफ रे लुसु ग्रेड कौन कौन रहा दरकार आपको आम जानवा बहुत इंपोर्टेंट सिक्स ओके लुसु ग्रेड जब आम जानवा आहुरी बहुत भाव में गोटे आपको এটা আমি লুসু গ্রেড তৈরি করতে ওকে 3 नंबर अनुसार नंबर तैयारी करी हमें देखि परिया ताले हम डीएन केमिकल कैलकुलेट कले हम देखिला जे डीएन कंडक्टर इट वेरी इंपोर्टेंट लाइक देखो ना हम माइंड मेडिटेशन करबा आवश्यक हम कैरेक्टर कौन हम से कैरेक्टर अनुसार हमको राजयोग अच्छी कि नहीं हम लाइफ रे ये अच्छी कि नहीं
ତେଣୁ ଆମ ଲାଇଫରେ ସବୁ ମୁଁ ଯେତେବେଳେ ବୁଝଉଛି ଏ ଲାଇଫରେ ଇମ୍ପାକ୍ଟ ପଡିଥାଏ ସବୁ। ତେଣୁ ଯୋଉମାନେ ଆମେ ଦେଖୁନା ଭିଡିଓରେ ଆଜି ରାଶିରେ ବହୁତ ଭଲ ଅଛି, ଏ ରାଶି ବହୁତ ଆଗକୁ ଭଲ ଅଛି। ତେଣୁ ଆମେ ବହୁତ ଭିଡିଓ ୟୁଟ୍ୟୁବରେ ଦେଖୁଛେ। ଦେଖନ୍ତୁ ଆମର ସ୍ପିରିଚୁଆଲ ମାଇଣ୍ଡ ରହୁଛି, ତାକୁ ଆମେ ପଜିଟିଭ କରିବା ଦରକାର। ଈଶ୍ୱର ଉପରେ ଭକ୍ତି ରହିବା ଦରକାର। ଓକେ, ତାହେଲେ ଆମେ କିଛି ହେଲ୍ପ ପାଇପାରିବା ୟୁନିଭର୍ସ ବା ଭଗବାନ ପାଖରୁ ସହଯୋଗ ପାଇବା। ତାଙ୍କ ଉପରେ ବିଲିଭ କରନ୍ତୁ। ଆମ ରାଶିରେ କିଛି ଯଦି ପରିବର୍ତ୍ତନ ହଉଛି, ଯଦି ଆମେ ଲୁସିଗ୍ରେଡରେ ନମ୍ବର ନାହିଁ ଆମେ ତାକୁ ଚେଞ୍ଜ କରିପାରିବା ବାଇ ମୋବାଇଲ ନମ୍ବର। ଏମିତି ବି କିଛି ଅଛି ନ୍ୟୁମରୋଲୋଜି ଅଛି, ଆକାଉଣ୍ଟ ନମ୍ବର ଅଛି, ଏମିତି କିଛି ମାନେ ବ୍ୟାଙ୍କ ଆକାଉଣ୍ଟ ଅଛି ଯୋଉ ଆକାଉଣ୍ଟରେ ଟଙ୍କା ପଡିଲେ ଶୁଣ ଏନି ଟାଇମ୍ସ ଦେଖା। ଏ ବି ଇମ୍ପାକ୍ଟ ଅଛି। ଯଦି ଆପଣ ସେ ଘରେ ରାହୁ କିମ୍ବା କେତୁ ଥିବେ, ସେ ଦେଖିବେ ସେ ନମ୍ବରଟା ମିଶେଇ ଦେବେ, ସେ ରାହୁ କେତୁ ସେ ନମ୍ବର 4 କିମ୍ବା 7 ହେଇଯିବ, ଆପଣଙ୍କ ଲାଇଫ ପୁରା ଚେଞ୍ଜ କରିବ। କିଛି ରଖିବ ଆପଣଙ୍କ ଲାଇଫରେ ମୋବାଇଲ ନମ୍ବର ମିଶେଇ ଦେବେ, 4ଟା ହେଇଥିବ, ଭାରି ଡେଞ୍ଜରିୟସ୍ ପରିସ୍ଥିତି। କେତୁ ରହିଥିବ ଭାରି ଡେଞ୍ଜରିୟସ୍। ତେଣୁ ସବୁବେଳେ ଚିନ୍ତା କରନ୍ତୁ 5 6 3 କୁ ଷ୍ଟେବଲ କରିବା ପାଇଁ। ଲାଇଫରେ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 5 ରହୁଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ସେୟାର କରନ୍ତୁ।